ଖ୍ରୀଷ୍ଟରେ ପ୍ରିୟ ଭାଇ ଆମ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆନ୍ତରିକ ନମସ୍କାର। ତେବେ ଆଜିର ଭିଡ଼ିଓ ଟିକେ ଅଲଗା ପାଇଁ ଯାଉଅଛି। କାରଣ କ'ଣ? ଆପଣ ତ ଅଲରେଡ଼ି ଥମ୍ବନେଲ୍ ଦେଖିଥିବେ। ତ ବାଇବଲ ମଧ୍ୟରେ କଳିଯୁଗ, ଯେଉଁ କଳିଯୁଗ ହିନ୍ଦୁମାନେ ବିଶ୍ୱାସ କରନ୍ତି, ତାକୁ ବାଇବଲ ଭିତରେ କିଭଳି ଆକାରରେ ପ୍ରକାଶ କରାଯାଇଛି। ଚାଲନ୍ତୁ ଆଜିର ବିଷୟବସ୍ତୁକୁ ଆମେ ଯିବା। ତେବେ ପ୍ରିୟ ବନ୍ଧୁ, ମୁଁ ପ୍ରଥମେ ଜଣାଇ ଦେବାକୁ ଚାହେଁ ଯେ ହିନ୍ଦୁମାନଙ୍କର ଯେଉଁ 4 ଯୁଗ ଅଛି, ସେ ଯୁଗ ବିଷୟରେ ଟିକେ ମୁଁ ଆଲୋକପାତ କରିବା ପରେ ତାପରେ ମୁଁ ବିଷୟବସ୍ତୁ ମଧ୍ୟକୁ ଯିବି। ଯଦି ଆମେ ହିନ୍ଦୁ ଧର୍ମକୁ ଦେଖିବା, ତେବେ ତାଙ୍କର 4 ଯୁଗ ରହିଅଛି: ସତ୍ୟ, ଦ୍ୱାପର, ତ୍ରେତୟା ଏବଂ କଳିଯୁଗ। ଯଦି ଆମେ ସତ୍ୟ ଯୁଗ ଦେଖିବା, ତେବେ ସେଠି ତାଙ୍କର ଭଗବାନ ଯିଏ ନାରାୟଣ, ତାଙ୍କୁ ସେମାନେ ପୂଜା କରୁଥିଲେ। ଆଉ ଏ ସତ୍ୟ ଯୁଗର ସମୟସୀମା ହେଉଛି 17,28,000 ବର୍ଷ। ଆଉ ସେମାନଙ୍କର ବିଶ୍ୱାସ ଅନୁସାରେ କି ଏଇ ଯୁଗରେ ମଣିଷମାନେ ଈଶ୍ୱରଙ୍କ ନିର୍ଦ୍ଦେଶରେ କାମ କରୁଥିଲେ। ତାପରେ ଆସିବ ଦ୍ୱାପର ଯୁଗ। ଦ୍ୱାପର ଯୁଗରେ ଥିଲେ ବିଷ୍ଣୁ। ଆଉ ଏଇ ଦ୍ୱାପର ଯୁଗର ତା ସମୟସୀମା ହେଉଛି 8,64,000 ବର୍ଷ। ଆଉ କୃଷ୍ଣଙ୍କ ଯେବେ ଜନ୍ମ ହୋଇଥିଲା, ସେତେବେଳେ ଏଇ ଯୁଗର ପରିସମାପ୍ତି ହୋଇଥିଲା। ତାପରେ ତ୍ରେତୟା ଯୁଗ। ତ୍ରେତୟା ଯୁଗରେ ବିଷ୍ଣୁଙ୍କର 3ଟି ଅବତାର, ବିଶେଷ କରି ବାମନ ଅବତାର, ପରଶୁରାମ ଅବତାର ଏବଂ ଶ୍ରୀରାମ ଅବତାର, ଏମାନେ ଅବତାର ନେଇଥିଲେ। ଏବଂ ଏହାର ସମୟସୀମା ହେଉଛି 12,96,000। ତାପରେ ଆସିଲା କଳିଯୁଗ। କଳିଯୁଗ ହେଉଛି ଅନ୍ତିମ ଯୁଗ ହିନ୍ଦୁ ଧର୍ମ ବିଶ୍ୱାସ ଅନୁସାରେ, ଯେଉଁଟାକି 5,125 ବର୍ଷ ଅଲରେଡ଼ି ବିତିଗଲାଣି। ଆଉ 4,28,899 ବର୍ଷରେ ଏହା ଶେଷ ହେବ ବୋଲି ସେମାନେ ବିଶ୍ୱାସ କରନ୍ତି। ତ ବର୍ତ୍ତମାନ ପ୍ରଶ୍ନ ଆସୁଛି, କ'ଣ ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ ମଧ୍ୟ ଏ କଳିଯୁଗ ବିଷୟରେ ଲେଖା ହେଇଛି ନା ନାହିଁ? ତ ବାଇବେଲରେ ଯଦି ଆମେ ଦେଖିବା, ଆଉ ସେଠି ବିଶେଷ କରି ମାଥି ଲିଖିତ ସୁସମାଚାର, ତାର 24 ପର୍ବ 1 ପଦରୁ 31 ପଦ ଆମେ ପାଠ କରିବା। ତ ଚାଲନ୍ତୁ ଆମେ ମାନେ ଦେଖିବା କ'ଣ କ'ଣ ଘଟିବା ପାଇଁ ଯାଉଅଛି। ମାଥି ଲିଖିତ ସୁସମାଚାର 24 ପର୍ବ, ତାର 1ରୁ 31 ବହୁତ ବଡ଼ ବିଷୟ ଅଛି। ଯଦି ମୁଁ ସବୁ ବିଷୟ ମୁଁ ଏକ୍ସପ୍ଲେନ୍ କରିବି, ତେବେ ଭିଡ଼ିଓ ବହୁତ ଲମ୍ବା ହେବ ଆଉ ଆପଣମାନେ ମଧ୍ୟ ଦେଖିବେ ନାହିଁ। ସେଥିପାଇଁ ଭିଡ଼ିଓକୁ ମୁଁ ଚେଷ୍ଟା କରିବି ଛୋଟ କରିବା ନିମନ୍ତେ। ତେବେ ମେନ୍ ପଏଣ୍ଟ ଗୁଡ଼ା ଆମେ ଆଲୋଚନା କରିବା। ଅନ୍ତିମ ଦିନରେ କ'ଣ ଘଟିବ, ଯେଉଁଟାକି ହିନ୍ଦୁ ଧର୍ମଶାସ୍ତ୍ରରେ କଳିଯୁଗ ବୋଲି କୁହାଯାଏ। ମାତ୍ର 24 ପର୍ବ ତାର 1 ପଦ 2 ପଦ ଦେଖିବା, ଆଉ ଏଠି ଏମିତି ଲେଖାଯାଏ, ଯୀଶୁ ମନ୍ଦିରରୁ ବାହାରି ଚାଲି ଯାଉଥିବା ସମୟରେ ତାଙ୍କର ଶିଷ୍ୟମାନେ ତାଙ୍କୁ ମନ୍ଦିରର ପ୍ରାସାଦ ସମୂହ ଦେଖିବା ନିମନ୍ତେ ତାଙ୍କ ନିକଟକୁ ଆସିଲେ। କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମେମାନେ କ'ଣ ଏହି ସମସ୍ତ ଦେଖିନାହ? ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଏହି ସ୍ଥାନରେ ଏକ ପ୍ରସ୍ତର ଅନ୍ୟ ଏକ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ଏହି ଭୂମି ସାତ ହେବ। ତେବେ ଏହା ଘଟିଅଛି କେବେ ଘଟିଲା? ଯେତେବେଳେ ସମ୍ରାଟ ନେରୋ ସେ ଆସିକି ଜେରୁସାଲେମ ମନ୍ଦିର ଉପରେ ଆକ୍ରମଣ କଲା, ଆଉ ହାତୀମାନଙ୍କୁ ଲଗେଇକି ଜେରୁସାଲେମର ମନ୍ଦିରର ପଥର ସବୁକୁ ସେ ତାଡ଼ିଦେଲା। ଆଉ ସେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏହି ଭବିଷ୍ୟତବାଣୀ ସଫଳ ହେଲା ଯେ ଗୋଟିଏ ପଥର ଆଉ ଗୋଟିଏ ପଥର ଉପରେ ରହିବ ନାହିଁ। ଆଉ ନମ୍ବର 2, ଆମେ 5 ପଦ ଦେଖିବା ଲେଖା ଅଛି, କାରଣ ଅନେକ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକକୁ ଭ୍ରାନ୍ତ କରିବେ। ତେବେ ପ୍ରିୟ ବନ୍ଧୁ, କ'ଣ ଏଇଟା ଅଲରେଡ଼ି ହେଇସାରିଛି। ଅନେକ ଭଣ୍ଡ ଖ୍ରୀଷ୍ଟମାନେ ବାହାରି ସାରିଲେଣି। ସେମାନେ ଦାବି ମଧ୍ୟ କରୁଛନ୍ତି ଯେ ଆମେ ହେଉଛୁ ଯୀଶୁ ବୋଲି। 6 ପଦ, ଆଉ ତୁମେମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ। ସାବଧାନ, ବ୍ୟାକୁଳ ହେବ ନାହିଁ, କାରଣ ଏ ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗାନ୍ତ ନୁହେଁ। ତେବେ ଯୁଦ୍ଧର ବିଷୟ, ସଂଗ୍ରାମର ଜନରବ ଏସବୁ ଶୁଣାଯାଉଛି। ପ୍ରଭୁ ଯୀଶୁ କହିଲେ, ଦେଶ ଦେଶ ବିରୁଦ୍ଧରେ ଯୁଦ୍ଧ କରିବ, ରାଜ୍ୟ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ କରିବ, ଯେଉଁଟାକି ବର୍ତ୍ତମାନ ଚାଲିଛି। ଆଉ କିଛି ଦିନ ପୂର୍ବରୁ
ଏକ ଭୟଙ୍କର ଯୁଦ୍ଧ ହୋଇଥିଲା ରୁଷ ଆଉ ୟୁକ୍ରେନ ମଧ୍ୟରେ, ଆଉ ଇସ୍ରାଏଲ ଆଉ ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା। ଆଉ ବାଇବେଲର ଏହି ବାକ୍ୟ ଅନୁସାରେ ତାହା ମଧ୍ୟ ସଫଳ ହୋଇଅଛି। 7 ପଦ ଦେଖିବା ଲେଖା ଅଛି, କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ। ତେବେ ଏହା ମଧ୍ୟ ହୋଇସାରିଛି। ରାଜ୍ୟ ରାଜ୍ୟ ବିରୁଦ୍ଧରେ, ଜାତି ଜାତି ବିରୁଦ୍ଧରେ ଅନେକ ବର୍ଷ ହେଲାଣି ଲୋକମାନେ ଉଠୁଛନ୍ତି ପରସ୍ପର ବିରୁଦ୍ଧରେ। ଆଉ ଦୁର୍ଭିକ୍ଷ ଭୂମିକମ୍ପ ଇଏ ତ ଲଗାତାର ହେଇ ଚାଲିଛି। ଯେଉଁଟା ପ୍ରଭୁ ଯୀଶୁଖ୍ରୀଷ୍ଟ କହିଥିଲେ ତାହା ସଫଳ ହୋଇଛି। ଆଉ ସେହି ସମୟରେ ଲୋକେ ତୁମମାନଙ୍କୁ କ୍ଲେଶ ଭୋଗ କରିବା ନିମନ୍ତେ ସମର୍ପଣ କରିବେ ଆଉ ତୁମମାନଙ୍କୁ ବଧ କରିବେ, ଆଉ ମୋର ନାମ ସକାଶେ ତୁମମାନେ ସମସ୍ତ ଜାତିଙ୍କ ଦ୍ୱାରା ଘୃଣିତ ହେବ। ତେବେ ସମସ୍ତ ଜାତି ଦ୍ୱାରା ଘୃଣିତ ହେବ। ଯେଉଁ ଭବିଷ୍ୟତବାଣୀ ପ୍ରଭୁ ଯୀଶୁ କରିଥିଲେ ତାହା ବର୍ତ୍ତମାନ ଘଟୁଛି। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଲୋକମାନଙ୍କୁ କେହି ମଧ୍ୟ ପସନ୍ଦ କରନ୍ତି ନାହିଁ। ଆଉ ଯେମିତି ବାକ୍ୟରେ ଲେଖା ଅଛି ଘୃଣା କରିବେ ବୋଲି ଲେଖା ଅଛି, ଆଉ ଘୃଣା ମଧ୍ୟ କରୁଅଛନ୍ତି ପ୍ରଭୁ ଯୀଶୁଙ୍କର ଲୋକମାନଙ୍କୁ, ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟ କହିଥିଲେ ଆଗାମୀ ଦିନମାନଙ୍କରେ ଏମିତି ଘଟିବା ପାଇଁ ଯାଉଅଛି। ଆଉ 10-12 ଯଦି ଆମେ ଦେଖିବା, ଆଉ ଲେଖା ଅଛି ସେତେବେଳେ ଅନେକ ବିଘ୍ନ ପାଇବେ, ପୁଣି ପରସ୍ପରକୁ ଧରେଇ ଦେବେ ଆଉ ପରସ୍ପରକୁ ଘୃଣା କରିବେ। 11 ଆଉ ଅନେକ ଭଣ୍ଡ ଭାବ ଦେଉଠି ଅନେକଙ୍କୁ ଭ୍ରାନ୍ତ କରିବେ। 12 ପୁଣି ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ। ତେବେ ପ୍ରିୟ ବନ୍ଧୁଗଣ, ପ୍ରେମ ଶୀତଳ ହୋଇଯିବ। ବର୍ତ୍ତମାନ ଆମେ ଯଦି ଦେଖିବା ଏ ଦୁନିଆରେ ଆଉ କେହି କାହା ପ୍ରତି ପ୍ରେମ ଭାବନା ନାହିଁ। ସମସ୍ତେ ନିଜ ନିଜ ସ୍ୱାର୍ଥରେ ବ୍ୟସ୍ତ, ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ। ପ୍ରଭୁ ଯୀଶୁଖ୍ରୀଷ୍ଟ ଏହା ମଧ୍ୟ କହିଥିଲେ, ତାହା ମଧ୍ୟ ବର୍ତ୍ତମାନ ଘଟୁଅଛି। 15 ପଦ ଲେଖା ଅଛି, ଏଣୁ ତୁମେମାନେ ଯେତେବେଳେ ଦାନିଏଲ ଭାବାଦୀଙ୍କ ଦ୍ୱାରା ଉକ୍ତ ଉତ୍ସନକାରୀ ଘୃଣ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ। ପାଠକ ବୁଝନ୍ତୁ। ତେବେ ପ୍ରିୟ ବନ୍ଧୁଗଣ, ଉତ୍ସନ ବସ୍ତୁ ମାନେ ଘୃଣିତ ବସ୍ତୁ ବିଷୟରେ ଲେଖା ଅଛି। କିଛି ଦିନ ପୂର୍ବରୁ ଏହା ଘଟି ଯାଇଅଛି। ଇସ୍ରାଏଲ ମଧ୍ୟରେ ଲାଲି ବାଛୁରୀର ବଳିଦାନ କରାଯାଇଛି, ଆଉ ସେଥି ନିମନ୍ତେ ଅନେକ ଆୟୋଜନ ମଧ୍ୟ ହୋଇଥିଲା। ଯେଉଁଟାକି ଘୃଣାଜନକ ବିଷୟ ତାହା ହୋଇସାରିଛି, ତାହା ମଧ୍ୟ ସଫଳ ହୋଇଗଲା। ଆଉ ଦେଖିବା 21 ପଦ ଲେଖା ଅଛି। 21 ପଦରେ ଲେଖାଯାଏ, କାରଣ ସେତେବେଳେ ଏପରି ମହାକ୍ଲେଶ ଘଟିବ ଯେ ଜଗତ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟି ନାହିଁ, ଗୋଟେ କେବେ ହିଁ ଘଟିବ ନାହିଁ। ଗୋଟେ ମହାକ୍ଲେଶ ଘଟିବା ପାଇଁ ଯାଉଅଛି। ଏଇଟା ହେଇନାହିଁ, ଏଇଟା ହେବ। ଏହି ସମସ୍ତ ଭବିଷ୍ୟତବାଣୀ ସଫଳ ହୋଇଅଛି। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ବାକି ଭବିଷ୍ୟତବାଣୀ କରିଛନ୍ତି ତାହା ମଧ୍ୟ ଅବିଳମ୍ବେ ସଫଳ ହେବ, ଏଥିରେ କୌଣସି ବି ସନ୍ଦେହ ନାହିଁ। ଆଉ 26-27 ଲେଖା ଅଛି, ଅତଏବ ଦେଖ ସେ ପ୍ରାନ୍ତରେ ଅଛନ୍ତି, ଲୋକେ ଯଦି ତୁମମାନଙ୍କୁ ଏହି କଥା କହିବେ ତେବେ ବାହାରି ଯାଅ ନାହିଁ। ଦେଖ ସେ ଗୁପ୍ତ କୋଠରୀରେ ଅଛନ୍ତି, ଯଦି କହିବେ ତେବେ ତାହା ବିଶ୍ୱାସ କର ନାହିଁ। କାରଣ ବିଜୁଳି ଯେପରି ପୂର୍ବ ଦିଗରୁ ମାରି ପଶ୍ଚିମ ଦିଗ ପର୍ଯ୍ୟନ୍ତ ଦେଖାଯାଏ, ସେହିପରି ମଣିଷ ପୁତ୍ରଙ୍କର ଆଗମନ ହେବ। ତେବେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନ ପୂର୍ବରୁ ଅନେକ ଭଣ୍ଡ ଖ୍ରୀଷ୍ଟମାନେ ଆସିବେ, ଆଉ ଲୋକମାନେ କହିବେ ଆପଣମାନଙ୍କୁ, ଦେଖ ଆମେ ଯୀଶୁଙ୍କୁ ଦେଖିଅଛୁ, ଯୀଶୁ ଜଙ୍ଗଲ ଭିତରେ ଅଛନ୍ତି, କି ଯୀଶୁ ଗୋଟେ କୋଠରୀ ଭିତରେ ଅଛନ୍ତି, କି ଯୀଶୁ ଅମୁକ ଜାଗାରେ ଅଛନ୍ତି। ଲୋକମାନେ କହିବେ, କିନ୍ତୁ ବାକ୍ୟରେ ଲେଖା ଅଛି ସାବଧାନ, ସେସବୁ ବିଶ୍ୱାସ କର ନାହିଁ କି ତୁମେ ସେଠି ବାହାରି ଯାଅ ନାହିଁ ବୋଲି ଲେଖା ଅଛି। ଏସବୁ ଘଟୁଅଛି ଏବଂ ଆଗକୁ ମଧ୍ୟ ଘଟିବ। 30 ଏବଂ 31 ଲେଖା ଅଛି, ସେତେବେଳେ ଆକାଶରେ ମନୁଷ୍ୟ ପୁତ୍ରଙ୍କ ଲକ୍ଷଣ ଦେଖାଯିବ, ପୁଣି ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ। ମନୁଷ୍ୟ ପୁତ୍ରଙ୍କ ମହାପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ। ଆଉ ସେ ମହାତରଧିନୀ ସହିତ ଆପଣା ଦୂତମାନଙ୍କୁ ପ୍ରେରଣ କରିବେ, ଆଉ ସେମାନେ ଆକାଶରେ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଥି ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ। ଏ ସମସ୍ତ ବିଷୟ ଅବିଳମ୍ବେ ଘଟିବା ପାଇଁ ଯାଉଅଛି। ତେବେ ପ୍ରିୟ ବନ୍ଧୁଗଣ, ହିନ୍ଦୁମାନେ ବିଶ୍ୱାସ କରନ୍ତି କଳିଯୁଗ ମାନେ ଶେଷ ସମୟ, କିନ୍ତୁ ବାଇବଲରେ ଅନ୍ତିମ ଦିନ ବୋଲି ଲେଖା ଅଛି, ଯେଉଁଟାକି ଘଟିବା ପାଇଁ ଯାଉଅଛି।
ବହୁତ ଭୟଙ୍କର ଦିନ ଆସୁଅଛି ପ୍ରତ୍ୟେକଙ୍କ ନିମନ୍ତେ। ତେବେ ପ୍ରିୟ ବନ୍ଧୁଗଣ, ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରିୟ ମୋର ଆନ୍ତରିକ ନମସ୍କାର।